ଜୟ ଜଗନ୍ନାଥ ସାଙ୍ଗମାନେ, ଆଜି ମୁଁ ଆପଣମାନଙ୍କ ପାଇଁ ପନିର ତରକାରୀ ପ୍ରସ୍ତୁତ କରି ଆଣିଛି। ସେଥିପାଇଁ 500 ଗ୍ରାମର ପନିର ନେଇଛି। ପ୍ରଥମେ ସେସବୁକୁ ତେଲରେ ଫ୍ରାଏ କରିନେବା। ଦେଖନ୍ତୁ ମୋର ପନିର ଗୁଡ଼ିକ ତେଲରେ ମୁଁ ଫ୍ରାଏ କରିନେଲି। ଏବେ ତାହାର ତରକାରୀ ପ୍ରସ୍ତୁତ କରିବା। ତରକାରୀ ପ୍ରସ୍ତୁତ କରିବା ପାଇଁ ବଳିଥିବା ତେଲରେ ମୁଁ ଗୋଟିଏ ଟମାଟୋ, 2ଟି ପିଆଜ, କିଛି ଅଦା ରସୁଣ ସେସବୁକୁ ଦେଇଦେଲି। ସେସବୁକୁ ଦେଲା ପରେ କିଛି ଗୋଟା ଗରମ ମସଲା ଓ କିଛି କାଜୁକୁ ଦେଇ ତାହାକୁ ହାଲକା 2 ମିନିଟ୍ ଭାଜିଦେଲି ଓ ସେସବୁକୁ ଥଣ୍ଡା ହେଲା ପରେ ମୁଁ ଗ୍ରାଇଣ୍ଡିଙ୍ଗ କରି ନେଇ ଆସିଲି। ଏବେ କଢ଼େଇରେ କିଛି ତେଲ ଦେଇ କାଶ୍ମୀର ରେଡ୍ ଚିଲି ଦେଇ ସେଥିରେ ଗ୍ରାଇଣ୍ଡିଙ୍ଗ କରିଥିବା ମସଲାକୁ ଦେଲି ଓ ସ୍ୱାଦ ଅନୁଯାୟୀ ଲୁଣ ଓ ଆବଶ୍ୟକ ମୁତାବକ ହଳଦୀ ଗୁଣ୍ଡ ଦେଇ ଭଲସେ ଗୋଳେଇ ଦେଲି। 2 ମିନିଟ୍ କଷି ନେଲି ଓ ସେଥିରେ ମୁଁ କିଛି ପାଣି ଦେଲି ଓ କାବୁଲି ଚଣାକୁ ସିଝି ନେଇଥିଲି ତାହାକୁ ମଧ୍ୟ ଦେଲି। ତାହାକୁ ଦେଲା ପରେ କିଛି ଚିକେନ ମସଲାକୁ ଦେଲି। ସେସବୁକୁ ଦେଇ ଭଲସେ କଷି ନେଲି। ଏବେ ସେଥିରେ ଗ୍ରେଭି ପାଇଁ ଏବେ ସେଥିରେ ପନିରକୁ ଦେଲି। ଫ୍ରାଏ କରିଥିବା ପନିର ଗ୍ରେଭି ପାଇଁ